पानी दे दो अब जड़े बेंगलोर आसिक रहा के मुस्किल जान ना 3 जन 4 जन थी 5 जन ड्यूटी सारिक आसला भात थोड़ा दरकार नहीं तरकारी थो भात न आसिक तो भात बसैबू तरकारी थो भात न भात बसई खाइबू। जय जगन्नाथ फ्रेंड्स नमस्कार शुभ सकाळ मु पार्थ स्वागत करछि आउ एक नुआ ब्लॉग को आपण मानकु। तो बर्तमान ड्यूटी बाहरली क्लाइमेट माने पूरा सुपर मस्त पूरा रज पाग भाया सब खराब खरा किसी ना देखिपे बुले देखी दूसरी बहुत सुंदर। तो चलतु आज ब्लॉग को स्टार्ट करवा। बर्तमान से रूम पहुंचली तो चलतु रूम पानी नहीं टुकना जाए चलो देखिए पानी कौट से रख दे जा रख दे जा चल तो अच्छे साइड कर दियो साइड कर दियो। मसला तो कषा हो ना अंडा पकड़ दूँ अंडा पकड़ दे ये कर दे पानी दे दो अब पानी दे समझना जो आलू बर्तमान आमर भात बढ़ा है खाइबा हम बर्तमान खाई सारिक रेस्ट नौ भात बढ़ा आज अंडा झोल क्या 12 आज मंगलवार बासमती चावल अंडा झोल आज देखा तो भल लगे देखा दीटा अंडा झोल आज खाली भात सह खाइबा हम खाई सारिक शोबू कारण नाइट ड्यूटी आज नाइट ड्यूटी पाई खाइबू शोबू पुणी 4टा बेले जाई उठिले कथबार्ता हम नना कहते दुकान पर काली कहते फोन उठो ना कि हाँ से कहते फोन पार्थ करता व्यस्त रही उठे पानी। फ्रेंड्स बड़ा भात तो अंडा तो चलतु खाइबा बर्तमान खाई सारा पर शोबा ना बेंगलोर दुकान करने अति कम टका 30-40 टका नहीं छोट गोटिया दुकान गोटे हो पार कौन कहला काली कहला काली कहला गोटे जगह देखी सिगारेट गुटुका दुकान गोटे कर हाँ हम हम बा आरे गोटे ये आम बियर बार सामने बसई देले आराम से कर बियर बार सामने होटेल सामने बड़ बड़ होटेल सामने इंदिरा नगर बहुत होटेल अच्छी होटेल सामने बसई देले बढ़िया से आराम से दुकान टंका 30-40 हजार आमको ना खर्च है आ पर डे तो मिनिमम टका अति कम 2-3 हजार टका गुटुका सिगारेट हाँ सिगारेट गुटुका सिगारेट पान साधा पान तो गोटा 25 टका 30 टका बस हम सोचल ना खा आसले हम ना खाली से घरे बस कह यही बयसर नना कौन आस बुझे बाहर को ना
ନାଇଁ ଦୋକାନ ପତ୍ର କରିବା ପାଇଁ ହେଲେ କିଛି ଅସୁବିଧା ନାହିଁ। ଦୋକାନ କରିବା ପାଇଁ ଆସିଲେ ଠିକ ଅଛି। ଆଉ ଧର ବୟସ ଅଧିକା ହେଲେ ଆଉ କାମ କରିବା ପାଇଁ ଇଚ୍ଛା ହୁଏନି, ନାଇଁ କି? ଆଉ 3-4 ବର୍ଷ ଭିତରେ ଆଉ ଇଚ୍ଛା ହବ ନା? ସରିଲା, ଆଉ 3-4 ବର୍ଷ ଗଲେ ଆଉ କିଛି କାମ କରିବା ପାଇଁ ଇଚ୍ଛା ହବନି, କେବଳ ଘରେ ବୁଲି ଖାଇବା ପାଇଁ ଇଚ୍ଛା ହବ। ବୟସ 48-50 ହେଇଗଲା ପରେ ସରିଗଲା। ମାନେ କାମ କରିବ ଯେ ନିଜ ସ୍ୱାଧୀନରେ, ପର ସ୍ୱାଧୀନରେ କାମ କରିବା ପାଇଁ ଇଚ୍ଛା ହବନି ଟୋଟାଲ। ସେଥିପାଇଁ ବିଜନେସ କଣ ଛୋଟ ହଉ, ନିଜ ସ୍ୱାଧୀନରେ ଗୋଟେ ଦୋକାନ ପତ୍ର ଥିବ ତ କାମ କରୁ, କିଛି ଅସୁବିଧା ନାହିଁ, ଆରାମସେ ଚାଲିଲା। ତରକାରୀ କଣ କେମିତି ହେଇଛି? ନା ଖାଲି ଫୋନ କରୁଥିଲା ନା ତୁ କରିଥିଲ ନା ସେ କରିଥିଲା? ଯୋଉ ଟାଇମରେ ଆଇଲ ସେଇ ଟାଇମରେ ହେଇଯାଇଥିଲେ ଗୋଟେ ଝୁଙ୍କର ହେଇଥାନ୍ତା। ଦିଥର ହେଇଗଲା। ମୁଁ କହୁଥିଲି ନା ଥରେ ଗାଈ ବୁଲିକି ଫେର ବୁଲିଗଲି, ପୁଣି ଆସିବ। ଜାଣିଛି ଯେତେ ଏଠି ରହିଲେ, ବେଙ୍ଗଲୋର ଯାହା ନେଇ ରହିଲେ, ମୁଁ ଯେତେବେଳେ ଯୋଉ ମୁହୂର୍ତ୍ତ ଯିବି ସେଠି ରହିନି, ନାଇଁ କି? ଆଉ ସାହସ ଗୋଟେ ରହିଲା ନା ଦାଦା, ନାଇଁ ଅଛନ୍ତି, ମୁଁ ଯେବେ ଯିବି ଯାଇ ରହିଯିବି। ଆଉ କଣ ଅଛି, ରୁମର ଅସୁବିଧା ନାହିଁ, ରହିନି, ଖାଇବା ପିଇବାର ଅସୁବିଧା ନାହିଁ, ଖାଲି କାମ। ଜଣେ ବେଙ୍ଗଲୋର ଆସିକି ରହିବା କେତେ ମୁସ୍କିଲ ଜାଣିଛୁ ନା? ଗୋଟେ ରୁମର କାହା ରୁମରୁ ଆସିକି ଚାଲି ଆସି ରହିଲୁ, ସେ ରୁମ୍ ତ ସୁଟ୍ କରିବା ଦରକାର, ବୁଝିଲେ? ଏଇ ଆମର ଚିହ୍ନା ପିଲା, କିଛି ଅସୁବିଧା ନାହିଁ, ଆସିଲେ ରହିଲ, ଖାଇଲେ ପିଲା ହ୍ୟାଣ୍ଡ ସବୁ କିଛି ଠିକ୍ ଠାକ୍ ଚାଲିବ। ମୁଁ ଫାଷ୍ଟ ଯେ ଆସିଥିଲି, ମାନେ ଏଇଭଳିଆ ଅନ୍ୟମାନଙ୍କ ରୁମରେ ରହିକି ତୁ ବିଶ୍ୱାସ କରିପାରୁନି, ମାନେ ସେ ସବୁ ଘଟଣା ସବୁ, ବୁଝିଲ ନା? 3 ଜଣ 4 ଜଣ ଥିବ, 5 ଜଣ ଡ୍ୟୁଟି ସାରିକି ଆସିଲା ବେଳକୁ ଭାତ ଥିବ, ଦରକାର ନାହିଁ। କୋଉ ତରକାରୀ ଥିବ, ଭାତ ନଥିବ, ଆସିକି ତ ଭାତ ବସେଇବୁ, ତରକାରୀ ଥିବ କିନ୍ତୁ ଭାତ ନଥିବ, ଆସିକି ଭାତ ବସେଇକି ଖାଇବୁ। କୋଉ ଭାତ ଥିବ, ଦରକାର ନାହିଁ। କୋଉ ଜଣ ଇଏ ଆସିବ, ସିଏ ଏମିତି ସବୁ ତ ଚାଲିଥିବ। ତାପରେ କେତେ ତାର ଝୁଟ ଝୁମେଳା। ଆଉ ନିଜର ଗୋଟେ ତ ନିଜ ରୁମ୍ ନେଇକି ରହିଲ, ବାସ୍ ହଉ ଯେମିତି ରୁମ୍ ହଉଛି, କିନ୍ତୁ ଆରାମସେ ତା ଦେହରେ ରହିପାରିବ। ବେଙ୍ଗଲୋର ମେନ୍ ହଉଛି ରହିବାଟା, କାମ ମିଳିଯିବ, କାମ କିଛି ଅସୁବିଧା ନାହିଁ। ରୁମ୍ କଥା ହଉଛି ପଡିଛି କଥା, କାମ ମିଳିଯିବ, କାମର କିଛି ପ୍ରୋବ୍ଲେମ ନାହିଁ। ମେନ୍ ହଉଛି ବୟସ ଗୋଟେ ହେଇଗଲା ନା, 50 ଉପରେ ହେଲାଣି। 48 ବ୍ରେନ୍ ଅଛି, ହେଭି ବ୍ରେନ୍ ଅଛି, କିନ୍ତୁ ନାହିଁ ଫାଟ ନାହିଁ, ଫିଜିକାଲ ନାହିଁ। ମୁଖ୍ୟ କଥା ଫିଜିକାଲ ଫିଟନେସ୍ ନାହିଁ, ମାନେ ଆଉ ସେ କଣ କରିବ? ମୋ କଥା ପରିଶ୍ରମୀ ଲୋକ, ହଁ ସବୁ କାମ କରିପାରିବେ, ସେ ପରିଶ୍ରମ କରି କରି ବୋଧେ ଚେହେରା ଡାଉନ ହେଇଯାଇଛି। ଟେନସନ ରହିଲେ, ପରିଶ୍ରମ ଟେନସନ ଦୁଇଟା ରହିଲେ ସେ ଆଉ କଣ ଦେହରେ ଲାଗିବ? ପୁଅ ପୂଜା କରୁଥିଲୁ, ଆଉ ଗୋଟେ କହିଦେଇଥିଲି ଆଗରୁ, କହିଥିଲି ତାମାନେ ସକାଳୁ ପଳେଇ ଆସ, ପୁରା ସକାଳୁ ଆସିଲେ ରାତି 10ଟା 11ଟାରେ ଗଲେ ଛୁଟି ପୁରା ରହିଲେ। ଟେଣ୍ଟ ଫ୍ୟାନ୍ ମରା ହେଇଥିଲା ସବୁ, ଖାଇବା ପାଇଁ ସେ ଲୋକ ଖିଆ ପିଆ ହ୍ୟାଣ୍ଡ ସବୁ କଲେ, ପୁରା ଆରମ୍ଭରୁ ଆସିକି ପୁରା ଶେଷ ପର୍ଯ୍ୟନ୍ତ ସାରିକି ଯାଇକି ଗଲେ। ପୁରୀ ହ୍ୟାଣ୍ଡ ଯୋଉ ହେଲା ସେଠି ରହିଲା ପାଖର, ବୁଝାବୁଝି କଲେ ପୁରା ସବୁ A to Z ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିକି ସେ ଗୋଟେ ଆମେ ଶଳା ଗୋଟେ ଯାଇଥିଲା। ଫ୍ରେଣ୍ଡସ୍ ବର୍ତ୍ତମାନ ଡ୍ୟୁଟି ବାହାରିଲି, ଟାଇମ୍ ହେଇଗଲା ରାତି 8ଟା ବାଜିଗଲା ବର୍ତ୍ତମାନ। ତ ବର୍ତ୍ତମାନ ତ ନାଇଟ୍ ସିଫ୍ଟ ଚାଲିଛି, ଚାଲି ଡ୍ୟୁଟି, ପୁଣି ଦେଖା ହବ କାଲି ସକାଳୁ। ଡ୍ୟୁଟି ତ ଖିଲାପ କରିବାର ନାହିଁ, କାରଣ କର୍ମ ହିଁ ଭଗବାନ, ଯଦି ଭଗବାନଙ୍କୁ ପାଇବାର ଅଛି ତାହେଲେ କର୍ମ ହିଁ କରିବାକୁ ପଡିବ। ତ ଡ୍ୟୁଟି ତ ଛାଡ଼ିବାର ନାହିଁ, ତ ଚାଲନ୍ତୁ ଯିବା ବର୍ତ୍ତମାନ ଡ୍ୟୁଟି। ନାଇଟ୍ର ଭ୍ୟୁ ତ ଗୋଟେ ଅଲଗା ପ୍ରକାର ଆସେ, ଯାହା ବି ହେଲେ ସାଇଡ୍ରେ ସବୁ ଗଛ ପଛ, ଗଛକୁ ଏ ଲାଇଟ୍ ତ ବହୁତ ସୁନ୍ଦର ଲାଗୁଛି। ଗଛକୁ ଏ ଯୋଉ ଲାଇଟ୍ ମାନେ ପୁରା ମସ୍ତ ହିଁ ଲାଗୁଛି। ଚାଲନ୍ତୁ ଫ୍ରେଣ୍ଡସ୍, ଆଜି ପାଇଁ ରହିଲି, ପୁଣି ଦେଖା ହବ ଆଉ ଏକ ନୂଆ ବ୍ଲଗ୍ ସହ। ରହିଲି, ଜୟ ଜଗନ୍ନାଥ, ଲଭ୍ ୟୁ ଅଲ୍।